ଜୟ ଜଗନ୍ନାଥ। ଆଜି ରୁକ୍ମିଣୀ ଏକାଦଶୀ, ତାକୁ ମଧ୍ୟ ନିର୍ଜଳା ଏକାଦଶୀ ବୋଲି କୁହାଯାଏ। ଆଜି ରୁକ୍ମିଣୀ ମା'ଙ୍କ ବିବାହ ଉତ୍ସବ ହେଇଛି। ମାତା ରୁକ୍ମିଣୀ ପିଲାଦିନୁ କୃଷ୍ଣଙ୍କ ପ୍ରେମରେ ପଡ଼ିଥିଲେ, କିନ୍ତୁ ସମୟକ୍ରମରେ ଯେତେବେଳେ ବିବାହର ବୟସ ହେଲା, ସେତେବେଳେ ସେ ହେଉଛନ୍ତି ବିଦର୍ଭ ରାଜାଙ୍କର କନ୍ୟା। ତାଙ୍କର ଭାଇ ଇଏ ହେଉଛନ୍ତି ରୁକ୍ମଣୀ, ତାଙ୍କ ଭାଇଙ୍କ ନାଁ ହେଉଛି ରୁକ୍ମିଣୀ। ରୁକ୍ମିଣୀ କ'ଣ କଲେ, ତାଙ୍କର ସାଙ୍ଗ ଗୋଟେ ଯେଉଁ ଥିଲେ କିଏ ଶିଶୁପାଳ, ସେ ଶିଶୁପାଳଙ୍କୁ ବିବାହ କରାଇବାକୁ ସ୍ଥିର କରିଥିଲେ। କିନ୍ତୁ ରୁକ୍ମିଣୀ କ'ଣ କରିଥିଲେ, କୃଷ୍ଣଙ୍କ ପ୍ରେମରେ ଥିଲେ, କୃଷ୍ଣଙ୍କୁ ବିବାହ କରିବାକୁ ସ୍ଥିର ନିଶ୍ଚିନ୍ତ ଥିଲେ। କଂସ ଥିଲା ତାଙ୍କ ଭାଇଙ୍କର ସାଙ୍ଗ। ସେତେବେଳେ ଶ୍ରୀକୃଷ୍ଣ କଂସବଧ କରିସାରିଥିଲେ, ସେଥିପାଇଁ ଶିଶୁପାଳକୁ ସେ ବିବାହ କରିବା ପାଇଁ ସ୍ଥିର କରିଥିଲେ। ସେ ରୁକ୍ମିଣୀଙ୍କୁ କୃଷ୍ଣଙ୍କୁ ବିବାହ କରାଇବା ପାଇଁ ସପକ୍ଷରେ ନଥିଲେ। ତେଣୁ ସେ ଯେତେବେଳେ ଶିଶୁପାଳଙ୍କ ସହିତ ବିବାହର ଆୟୋଜନ ହୋଇଥିଲା, ସେତେବେଳେ ରୁକ୍ମିଣୀ ବିବାହ ବେଦୀକୁ ଯିବା ପୂର୍ବରୁ ମା ଦୁର୍ଗାଙ୍କ ପାଖକୁ ଦର୍ଶନ ପାଇଁ ଯାଇଥିଲେ। ସେ ତା ପୂର୍ବରୁ ଶ୍ରୀକୃଷ୍ଣଙ୍କ ପାଖକୁ ଗୋଟେ ପତ୍ର ଲେଖିଥିଲେ ଯେ, ତୁମେ ମୋତେ ବିବାହ ନ କଲେ ମୋ ଜୀବନଟା ନଷ୍ଟ। ଯେତେବେଳେ ଲେଖିଥିଲେ, ଇଏ ସନ୍ଦେଶ ପାଇବା ପରେ ଶ୍ରୀକୃଷ୍ଣ ଘୋଡ଼ାରେ ଯାଇ ବିବାହ ବେଦୀ ମଣ୍ଡପରୁ ରୁକ୍ମିଣୀଙ୍କୁ ଉଠେଇକି ନେଇ ଆସିଥିଲେ ଘୋଡ଼ାରେ ବସେଇକି। ତାପରେ ରୁକ୍ମିଣୀଙ୍କ ଭାଇ ସହିତ ଅନ୍ୟ ରାଜା ମଧ୍ୟ ତାଙ୍କ ସହିତ ଯୁଦ୍ଧ କରିଥିଲେ, କିନ୍ତୁ ପାରିନଥିଲେ। ତାପରେ ଦେବୀ ରୁକ୍ମିଣୀ ଆସି ବୈଦିକ ରୀତିରେ ଶ୍ରୀକୃଷ୍ଣଙ୍କୁ ବିବାହ କରିଥିଲେ। ତା ପରଠାରୁ ସେ ମା ଲକ୍ଷ୍ମୀଙ୍କର ସ୍ୱରୂପ ରୂପେ ଶ୍ରୀକୃଷ୍ଣଙ୍କ ପାଖରେ ବିରାଜମାନ କଲେ। ଏଇଟା ହେଉଛି ଆମର ପୌରାଣିକ ତଥ୍ୟ। ମୁଁ ଆଜି ଦିନରେ ଶ୍ରୀକୃଷ୍ଣଙ୍କର ଅବତାର ମଧ୍ୟ ଆମ ଶ୍ରୀ ଜଗନ୍ନାଥ। ତେଣୁ ଆଜି ଦିନରେ ରୁକ୍ମିଣୀଙ୍କ ବିବାହ ଉତ୍ସବ ଶ୍ରୀମନ୍ଦିରରେ ପାଳନ ହୁଏ। ଆମର ଜଗନ୍ନାଥ ସଂସ୍କୃତି ଯେହେତୁ, ଆମକୁ ଏସବୁ ଜିନିଷ କିଛିଟା ସବୁ ନ ଜାଣିଲେ ବି କିଛିଟା ଆମେ ଜାଣିବା ନିହାତି ଆବଶ୍ୟକ। ମୋର କହିବାର ଉଦ୍ଦେଶ୍ୟ, ଦେଖନ୍ତୁ, ଆମ ଜଗନ୍ନାଥ ସଂସ୍କୃତି ହେଉ, ଆମ ପରମ୍ପରା ହେଉ, ଆମର ଯାହା ବି ଅଛି, ଆମେ ଯେଉଁ ଠାକୁରଙ୍କୁ ବି ବିଶ୍ୱାସ କରୁଛେ, ସମସ୍ତଙ୍କ ପାଖରେ ଆମ ପାଇଁ ଚଳିବା ପାଇଁ ଗୋଟେ ଶୃଙ୍ଖଳିତ ଜୀବନ ଚର୍ଚ୍ଚା ଅଛି, ଯେଉଁଟାକି ସେ ଆମକୁ ଦର୍ଶେଇଛନ୍ତି ଯେ ଏଇ ରାସ୍ତାରେ ଯାଅ। ସେତେବେଳେ ବି ସେମାନଙ୍କ ଭିତରେ ସେଟା ସତ୍ୟ ଆମେ ଯଦି ମାନିବା, ସେଥିରେ ବି ଥିଲା ଭଲ ପାଇବା, ପ୍ରେମ କରି ବିବାହ କରିବା, କି ଯଦି କେହି ରାଜି ହେଉନାହାନ୍ତି ଉଠେଇକି ନେବା, ଏସବୁ ଜିନିଷ ସେତେବେଳେ ଥିଲା। ସେଇଟା ଆମେ ସେଇ ସୂତ୍ରରେ ଆମ ପାଖରେ ଏଇଟା ଆଜି ପରିସ୍ଫୁଟିତ ହେଉଛି। କିନ୍ତୁ ବ୍ୟତିକ୍ରମ ଏତିକି, ସେତେବେଳେ ସେ ପ୍ରେମରେ ଶାଶ୍ୱତ ଥିଲା, ବିଶ୍ୱାସ ଥିଲା, ଅଙ୍ଗୀକାରବୋଧ ଥିଲା, ଦାୟିତ୍ୱବୋଧତା ଥିଲା, ଯେ ଜିନିଷଟା କି ଆଜି ମିଳୁନି। ଆମେ ଏତେ ହିଂସ୍ରୁକ ହେଇଯାଉଛେ। ଭଲ ପାଇବାଟା, ରିଲେସନ୍ ଗଢ଼ିବାଟା, ଏସବୁ ଗୋଟେ ଚାଲେ କିଛି ଦିନ, ତାପରେ ଜଣେ ଜଣଙ୍କ ପ୍ରତି ଦୋଷାରୋପ କରିବାଟା ଗୋଟେ ପ୍ରବୃତ୍ତି ହେଇସାରିଲାଣି। ମନୋମାଳିନ୍ୟଟା ଗୋଟେ ପ୍ରବୃତ୍ତି ହେଇସାରିଲାଣି। କିଛି ଦିନ ପରେ ଆମେ ତାକୁ ଦୋଷ ଥୋପିବା, ସେ ଆମକୁ ଦୋଷ ଥୋପିବ। ଏଇଟା ଯେମିତି ଗୋଟେ ଚିରାଚରିତ ପ୍ରଥାରେ ପରିଣତ ହେଇସାରିଲାଣି।
ଆମେ ଠାକୁରଙ୍କ ପାଖରେ ହାତ ଯୋଡ଼ୁଛେ, ଆମ ଠାକୁରଙ୍କୁ ନେଇ ଆମେ ଗର୍ବ ଅନୁଭବ କରୁଛେ, କିନ୍ତୁ ଆମେ ଭୁଲି ଯାଉଛେ ଆମ ଠାକୁର କ'ଣ କରିଥିଲେ। ତେଣୁ ଯଦି ଆମେ ମାନୁଛନ୍ତି ଆମ ଠାକୁରଙ୍କୁ, ଆମ ପରମ୍ପରାଙ୍କୁ, ଆମ ବିଶ୍ୱାସକୁ, ତା ସହିତ ଆମକୁ ଏସବୁ ଜିନିଷ ପ୍ରତି ବି ଧ୍ୟାନ ଦେବା ଦରକାର। ଏତେ ହିଂସ୍ରୁକ ଆମେ ହେଇଯାଉଛନ୍ତି, ଯେଉଁ ଲେବୁଲ୍ ଯାଏଁ ପହଞ୍ଚି ହେବ ଆମେ ପହଞ୍ଚି ଯାଉଛନ୍ତି। ତେଣୁ ନିଜକୁ ଟିକେ ସଂଯତ, ସତ୍କର୍ମ, ଏସବୁ ଭିତରେ ଶାଳୀନତା, ଏସବୁ ଭିତରେ ଟିକେ ରଖିଲେ ହୁଏତ ଆମ ଆଗାମୀ ପିଢ଼ି ସୁରକ୍ଷିତ ରହିବେ। ରହୁଛି, ଧନ୍ୟବାଦ।